ବୃଷ ରାଶିର 3-2, 4-2, 5-2 ବୃଷ ରାଶିର ଫଳାଫଳ ମଙ୍ଗଳ ଚଳନରେ କ'ଣ ରହୁଛି 14/9/2025ରୁ 27/10/2025 ପର୍ଯ୍ୟନ୍ତ ମଙ୍ଗଳ ରହିବେ ତୁଳା ରାଶିରେ ବା ମଙ୍ଗଳ ତୁଳା ରାଶିକି ଗମନ କରିବେ ବା ଚଳନ କରିବେ। ବୃଷ ରାଶିର କ'ଣ ଫଳ ରହୁଛି ମଙ୍ଗଳ ହେଲେ କେତେ କ'ଣ ଦେଖିବା। 1 ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ମୀନ, ମେଷ। ଏ ଯେଉଁ ରହିଲା ମଙ୍ଗଳ ହେଲେ 6, ଷଷ୍ଠରେ ରହିଲେ ମଙ୍ଗଳ, ଏଇଟା କନ୍ୟା ରାଶି, ପଞ୍ଚମରେ ଅଛନ୍ତି 14 ତାରିଖରେ ଷଷ୍ଠକୁ ଗମନ କରିବେ। ଯେ ଷଷ୍ଠ ମଙ୍ଗଳଟା ସେତେ ଶୁଭ ନୁହଁ, କିନ୍ତୁ ସ୍ଥିତ ଫଳଟା ଯଦି ମଙ୍ଗଳ ଥିବ 6ରେ ସେ ବେଶୀ ଖରାପ। ଇଏ ଟିକେ ନାକୁ ଅଳ୍ପ ରହିବ। କ'ଣ ରହିବ ନା ତଳିପେଟ ସମସ୍ୟା, ଗ୍ୟାସ୍, ଅର୍ଜିନ, ଏସିଡିଟି, କିଛି ଗୋଟେ ବାଜିକିରି କାଟିକି ରକ୍ତକ୍ଷରଣ ହେବା, ଏସବୁ ଜିନିଷ ରହିବ ଏଇ 1.5 ମାସ ଭିତରେ। କିନ୍ତୁ ଅହେତୁକ ନୁହଁ, ପନିକି ବାଜିବ ପୁଳେ କାଟି ହେଇଯିବ, 2 କିଲୋ ରକ୍ତ ପଳେଇବ, ନାହିଁ ସେମିତି ହେବନି। ଟିକେ ଅଳ୍ପ ବି କଟାକଟି ହେଉଛି, ସେ କଟାକଟି ହୁସିଆର କରନ୍ତୁ, ଠିକ୍ ରହିବ। ପୁଣି ଦେଖିବା ତାଙ୍କ ଦୃଷ୍ଟି ଫଳ। ଇଏ ସିନା ଗଲା ଆମର ସ୍ଥିତ ଫଳ, ପୁଣି ଦେଖିବା ବର୍ତ୍ତମାନକୁ ଆମର ଇଏ ଫଳ ଦେଖିବା 1, 2, 3, 4। ଚତୁର୍ଥ ଦୃଷ୍ଟି ନବମ ସ୍ଥାନ, ଶନି କ୍ଷେତ୍ର, ମକର ରାଶି, ଉଚ୍ଚ ମଙ୍ଗଳଙ୍କର ହେଲା ଉଚ୍ଚ ରାଶି। ଆପଣ ନିଶ୍ଚୟ 1.5 ମାସ ଭିତରେ ଧର୍ମ କାର୍ଯ୍ୟ କରୁଛନ୍ତି, ଭାଗ୍ୟର ବୃଦ୍ଧି ଆସୁଛି, ତାପରେ ଏଇଟା ନିଶ୍ଚିତ ଭଲ ରହିବ। ଘର ସହିତ ସମ୍ପର୍କ ଭଲ ରହୁଛି, କିଛି ନୂଆ ଜିନିଷ କ୍ରୟ କରିବେ, ଏଇଟା ନିଶ୍ଚୟ ରହିବ। ପୁଣି ଦେଖିବା 1, 2, 3, 4, 5, 6, 7। ଦ୍ୱାଦଶ ସ୍ଥାନକୁ ରହିଲା ମଙ୍ଗଳଙ୍କର କ'ଣ ନା ସପ୍ତମ ଦୃଷ୍ଟି, ନିଜ ଘର ମେଷ ରାଶିକୁ ରହିଲା ସପ୍ତମ ଦୃଷ୍ଟି, ହେଲେ ବି ଟିକେ ସେତେ ଶୁଭଫଳ ଆସିବ ନାହିଁ। କାହିଁକି ନା ବ୍ୟୟ ସ୍ଥାନ, ମଙ୍ଗଳ ଯେହେତୁ ବ୍ୟୟ ସ୍ଥାନ, ବ୍ୟୟ ଟିକେ ଅଧିକା ମଙ୍ଗଳ ରଖିବେ। ତେଣୁକରି ଟିକେ ଅନିଦ୍ରା, ଟିକେ କୁଆଡ଼େ ବନ୍ଧୁବାନ୍ଧବ ଗଲେ ଭଲ ନିଦ ହେବନି, ଟିକେ ବୁଲିବାକୁ ଯୋଗ କିଛି ପଡ଼ିପାରେ, ଟିକେ ସେଥିରେ ଶୁଭଫଳ ଆସିବନି। ତାପରେ ଦେଖିବା 1, 2, 3, 4, 5, 6, 7, 8। ଏଇଟା ହେଲା ଅଷ୍ଟମ ଦୃଷ୍ଟି, ଲଗ୍ନ ସ୍ଥାନକୁ ରହିଲା ମଙ୍ଗଳଙ୍କର। ସେଠି କ'ଣ ହେବ ନା ଶତ୍ରୁ ବୁଦ୍ଧି, କିଛି ଗୋଟେ ଯଦି ଶରୀରରେ ଘା ହେଇଥିବ ସେ ଶୁଖିବାକୁ ଟିକେ କଷ୍ଟ ହେବ, କିଛି ଗୋଟେ ଅଗ୍ନିବାଧା, କାମୁଡ଼ା, ଏସବୁ ଟିକେ ରହୁଛି। ତେଣୁକରି ଆଉ କ'ଣ କରିବେ ନା କିଛି ପ୍ରତିକାର ଚାହୁଁଛି ବୃଷ ରାଶିରେ କରିବାକୁ ପଡ଼ିବ। 5 ମଙ୍ଗଳବାରେ ଅପରେସନ୍ ହେବା ବ୍ୟକ୍ତିକୁ ଟଙ୍କା ସାହାଯ୍ୟ କରନ୍ତୁ, ଯଦି ମାଲ ଅଛି ପାଖରେ ସାହାଯ୍ୟ କରନ୍ତୁ। ଗରିବ ଲୋକଟା ଅପରେସନ୍ ହେଉଥିବା ପରେ ପଇସା ନାହିଁ, ସେ ସାହାଯ୍ୟ କରନ୍ତୁ। କିମ୍ବା ଗେଡ଼ା ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ଚପଲ ଦାନ ଦିଅନ୍ତୁ, କିମ୍ବା ରକ୍ତହୀନ ବ୍ୟକ୍ତିଙ୍କୁ ରକ୍ତ ଦାନ କରନ୍ତୁ, କିମ୍ବା 5 ମଙ୍ଗଳବାରେ 5ଟି ରୁଦ୍ରାକ୍ଷ ଦାନ କରନ୍ତୁ, ଫଳ ନିଶ୍ଚୟ ଆସିବ। ଏତେ ବିଳମ୍ବ ଟିକିଏ ନାହିଁ। ଦେଖିବା ପରବର୍ତ୍ତୀ ରାଶି।